ଜୟ ଜଗନ୍ନାଥ। ଗୋଟିଏ ସୁନ୍ଦର ଉଦାହରଣ ଦେଉଛି, ତାକୁ ବୁଝିବାକୁ ଚେଷ୍ଟା କରନ୍ତୁ। ଆପଣମାନେ ସମସ୍ତେ କହୁଛନ୍ତି ନା ଆମ ଶାଶୁ ଶ୍ୱଶୁର କଷ୍ଟ ଦେଉଛନ୍ତି। ମୋ ମତରେ କହିବାକୁ ଗଲେ ଖାଲି ଶାଶୁ ଶ୍ୱଶୁରଟି କଷ୍ଟ ଦେଇକି କହୁନାହାନ୍ତି। ଝିଅ ପୁଅ ଯେତେବେଳେ ଝିଅଟି ବାପ ଘରେ ଥିଲେ ବି ଭାଇ ଭଉଣୀ ଭିତରେ ତର୍କ ବିତର୍କ ଏମିତି ଅନେକ ମାରଧର ହୁଅନ୍ତି। ଶାଶୁ ଘରେ ବି ସେଇଭଳି ଘଟେ। ଏତିକି ଗୋଟିଏ ଜିନିଷ ମୁଁ କହିବାର କାରଣ ସେଇ ଯେଉଁ ଶାଶୁ ଶ୍ୱଶୁର ଆପଣ କହୁନାହାନ୍ତି ନା, ସେଇ ବି କାହାର ପୁଅ ବୋହୂ ଥିବେ। ତେଣୁ ତମେ ବି ତାଙ୍କର ପୁଅ ବୋହୂ ଥିଲ। ତମର ବାପ ମା ବି କାହାର ପୁଅ ବୋହୂ ଥିବେ, ତାଙ୍କର ପୁଅ ବୋହୂ ବି ତାଙ୍କର ପୁଅ ବୋହୂ ଥିବେ। ଏମିତି ପିଢ଼ି ପିଢ଼ି ସମସ୍ତଙ୍କର ଭାବଟା ଚାଲିଛି, ସମସ୍ତଙ୍କ ଅଭିନୟଟା ବି ମଧ୍ୟ ଚାଲିଛି। ତେଣୁ ଆମେ ଖାଲି ତର୍ଜମା ଭିତରେ ରହିଯାଉଛୁ। ସେଇ ପିଢ଼ି ପିଢ଼ିର ସମୟରେ କିଏ କେତେ ପାପ କଲା, କିଏ କେତେ ପୁଣ୍ୟ କଲା, ତାହା କେବେ ଆମେ ଭାବିବାକୁ ଚେଷ୍ଟା କରିନାହୁଁ। ତେଣୁ ସେ ପୁଅ ବୋହୂ ଯଦି ତାଙ୍କ ଶାଶୁ ଶ୍ୱଶୁରଙ୍କୁ କଷ୍ଟ ଦେଇଥିବ, ତାଙ୍କ ପୁଅ ବୋହୂ ତାଙ୍କୁ କଷ୍ଟ ଦେବେ। ଏହା ନିରାଟ ସତ୍ୟ। ଆପଣଙ୍କ ବାପା ମା ଯଦି ଆପଣଙ୍କ ପୁଅ ଭାଇ ଭାଉଜ କଷ୍ଟ ଦେଇଥିବେ, ତାହେଲେ ଆପଣ ନିଶ୍ଚିନ୍ତ ଆପଣ ଶାଶୁ ଶ୍ୱଶୁରଙ୍କୁ କଷ୍ଟ ପାଇବେ। ଏହା ମଧ୍ୟ ନିରାଟ ସତ୍ୟ। ଏ ଗୋଟେ ବେଦର ଗାର ଭଳି, ଏହାକୁ କେହି କାଟିପାରିବେ ନାହିଁ। କଥାରେ ଅଛି, ଯେମିତି କର୍ମ କରିବ ସେମିତି ଫଳ ପାଇବ। କିଛି ଲୋକ ଥାଆନ୍ତି ଭୁଲ କରିକିରି ମଧୁର ବଚନ ଲୋକଙ୍କ ପାଖରେ କହନ୍ତି। ସମୟ ଯେତେବେଳେ ତାଙ୍କର ସ୍ୱାର୍ଥ ଥାଇ ସୁନ୍ଦର ସୁନ୍ଦର ମିଠା ମିଠା କଥା କହନ୍ତି, ସ୍ୱାର୍ଥ ସରିଗଲା ପରେ ଭୁଲି ଯାଆନ୍ତି। ହେ କଳା ଠାକୁର, ଏଇ ମଣିଷକୁ ଟିକିଏ ବୁଦ୍ଧି ଦିଅନ୍ତୁ ନା। ଏଇ ବିଚାରଟା ସମସ୍ତଙ୍କ ପାଇଁ ଲାଗୁ କରନ୍ତୁ ନାହିଁ। କିଛି ଅଛନ୍ତି ଏଇ ପରୀକ୍ଷାରେ, ସିଏ ତୁମ ପାଖରେ ସଫଳ ହୋଇଥାନ୍ତି, ଆଉ ତାଙ୍କୁ ସେ ଉଚ୍ଚ ପାହାଚରେ ବସେଇ ସିଏ ସଫଳତାରେ ଆପଣଙ୍କ ଠାରୁ ସତୀତ୍ୱ ହାସଲ କରିଥାନ୍ତି। ଏହା ନିରାଟ ସତ୍ୟ। କାରଣ ମଣିଷକୁ ଯଦି ତୁମରି ଭିତରେ ପଶିବାକୁ ହେବ, ତାଙ୍କୁ ଅନେକ ପରୀକ୍ଷା ଦେବାକୁ ପଡ଼ିଥାଏ। ଆଉ ସେହି ପରୀକ୍ଷା ଦେଇ ସାରିବା ପରେ ସେ ତୁମକୁ ପାଆନ୍ତି। ଏହା ନିରାଟ ସତ୍ୟ। ତା ମାନେ ତୁମକୁ ପାଇଗଲୁ ବୋଲି ଆମେ ଚିର ଅମର ନୁହଁ। ଦିନେ ଜନ୍ମ ଦିନେ ମରଣ ହେବୁ। କିନ୍ତୁ ତୁମକୁ ପାଇଗଲା ପରେ ଆମକୁ ଏତେ ଖୁସି ଲାଗିଥାଏ ନା, ଜୀବନରେ ଯେତେ ଦୁଃଖ କଷ୍ଟ ଝଡ଼ଝଞ୍ଜା ଆସୁ, ଆମେ ସବୁ କିଛି ହସି ହସି ସହିଥାଉ। ଆଉ କିଛି ହସିଥାନ୍ତି, କିନ୍ତୁ ଆତ୍ମାରେ ଦୁଃଖ କଷ୍ଟକୁ ସେ ଗୁମୁରି ଗୁମୁରି ଝୁରୁଥାନ୍ତି, କାନ୍ଦୁଥାନ୍ତି। କିଛି ସେସବୁକୁ ଭୁଲି ଯାଆନ୍ତି, କୁମୁରି କୁମୁରି କାନ୍ଦନ୍ତି ନାହିଁ। କାରଣ ତା ଦ୍ୱାରା କିଛି ଫଳପ୍ରାପ୍ତି ହୁଏ ନାହିଁ। ସେଥିପାଇଁ ସେ ସବୁ ହସି ହସି ସ୍ୱୀକାର କରନ୍ତି। ଭଗବାନଙ୍କୁ ଡାକନ୍ତି, ଭଗବାନ ଯାହାକୁ ଯେଉଁଠି ରଖିଛନ୍ତି ତାଙ୍କୁ ସେଇଠି ଭଲରେ ରଖନ୍ତୁ, ସୁଖ ଶାନ୍ତିରେ ରଖନ୍ତୁ। ତେଣୁ ଶାଶୁ ଶ୍ୱଶୁର ବାପ ମା ନଣନ୍ଦ ଦିଅର ଭାଇ ଭଉଣୀ ପରୋକ୍ଷ ପ୍ରୀତିକି ଏତେ ତର୍ଜମା କରନ୍ତୁ ନାହିଁ। ଯାହା ଭାଗ୍ୟରେ ଯାହା ଥିବ ତାହା ନିଶ୍ଚିନ୍ତ ଆମେ ଲୀଳା କରିକି ଯିବା। ଏହା ନିରାଟ ସତ୍ୟ। ଆଉ ଆମେ କହିବା ଦ୍ୱାରା, ଅନେକ ତର୍ଜମା କରିବା ଦ୍ୱାରା ଆମେ ନିଜେ ଦୋଷୀ ହେଇଯାଉଛୁ। ନିଜ ମଧ୍ୟରେ ଗୋଟେ ଅହଙ୍କାର ଭାବ ଆସୁଛି, ଗୋଟେ କ୍ରୋଧ ଭାବ ଆସୁଛି। ତା ଦ୍ୱାରା କି ଭଗବାନ ବି ଅଶାନ୍ତି ହେଉଛନ୍ତି। ଭଗବାନଙ୍କ ଲୀଳାକୁ ଆମେ ଯେତେବେଳେ ଅନୁସରଣ କରିଛୁ, ତାଙ୍କରି ଲୀଳା ସବୁ ଅନୁସରଣ କରି ଚାଲନ୍ତୁ, ବହୁତ ଭଲ ହେବ। ରହୁଛି। ମୋ କଥା ମାଧ୍ୟମରେ ଯଦି ଭୁଲ ଥାଏ ତାହେଲେ ମୋତେ କ୍ଷମା କରିବ। ମୁଁ ତ କହୁନି, ମୋ ରାଧାକୃଷ୍ଣ ଭାବରେ ମୋ ଜଗନ୍ନାଥ କହୁଛନ୍ତି, ଆଉ ସେ ରାଧାକୃଷ୍ଣ କହୁଛନ୍ତି। ଜୟ ଜଗନ୍ନାଥ।